केस करे मुकुलित केस करे क्यों निमंत के कार्य ए फुला उद्यान रे बुलाबुली करूछ किए तुमे रूपसी किए तुमे कुहा ए बाबा हल परिवेशन होतुवा दृश्य जथा कथाटे पचारे पाई चाहूची की कथा जा कहबा सत्य कहबा ठीक अछि सत्य कहबा ना हां एई जीवन रे अनेक रूपसी देखिछि हां हां हेले तुम पापरी रूपसी केबे भी देखिनी सतरे सेति कथाटे पचारे पाई चाहूची की कथा देखो सत्य कहबा ठीक अछि तुम अपा न हां तुम अपा काकू भल्लो पाउची ना ना भल्लो पाउनांती ना किंबा को राज्यर को देशर विवाह प्रस्ताव नै आसीचंती की ना जुबराज माने एका छंती हां जाओ तुम मुखरे वाक्य सुनी ए बुझा मर उठके शांति मिलिला सतरे ए जुबराज तमे काको भला पाइछ तमे बाहेनी बाबा नाही ताले तने लाछ हां मो बेटा अछि ए जुबराज तमे देखिबाको बहुत सुंदर अरे वाह तुम्हें माने भी कम नहे हेलो सचरी माने तुम्हें माने भी देखिया पाई भारी सुंदर सतरे ले सचरी माने कोन हला तुम नामटा कोन मु जानि पारिबेनी आम परिचय सुनिबो हां तुम परिचय ले जुबराज मो पिता छथि सुरसिन अच्छा आ माता हेला सुतंचला आहा मो नाम हेला गीता गीता हां हां तुम नामटा होइला हां अच्छा किछि हेबा गेल हेलो ए काई लाज करछबो तुम परिचयटा मो ना हेला झरଣା झरଣା आउ मो ना होची मालो मालो ए देखो तुम पासी गलनी बोधे हां हां मो तुम खाइबा निकासी बाबू ए बाबू बाबू कोठी आसीगला मो नाइ अंजलि एमिति किछि देखा मो तुम खाइबा निकासी ए पानी निया आई पानी रे हाथ मधे भी चला सा मो तुम खाइबा बागी दोची ठीक अछि
ଆରେ ବା ଏମିତି ସୁସ୍ୱାଦୁ ଖାଦ୍ୟ ଏମିତି ସୁସ୍ୱାଦୁ ଖାଦ୍ୟ ମୋ ରାଜକୀୟ ଖାଦ୍ୟରେ ବି କେବେ ଖାଇ ନଥିଲି। ସତରେ ବାବୁ ହଁ ଅଞ୍ଜଳି, ଆପଣଙ୍କୁ କେବେ ଏତେ ଭଲ ଲାଗିଛି? ହଁ ଅଞ୍ଜଳି, ହେଲେ ବାବୁ ଆମେ ହଉଛି ଗରିବ ଝିଅ, ମୋ କୁଡ଼ିଆରେ ଯାହା ବି ଥିଲା ସେ ସବୁ ମୁଁ ଆପଣଙ୍କ ପାଇଁ ନେଇ ଆସିଛି। ଅଞ୍ଜଳି ସତଲୁ ସତଲୁ ଲକ୍ଷ୍ମୀ ରନ୍ଧା ପାରି ଲାଗିଲା। ସତରେ ବାବୁ ଆଲୋ ଏ ଅଞ୍ଜଳି, ତୁମ ରୂପ ଯେମିତି ନା ସତରେ ତୁମ ଗୁଣ ସେମିତି। ଆଉ ଗୋଟେ କଥା ଜାଣିଛ ଅଞ୍ଜଳି, ତୁମକୁ ଯିଏ ବାହା ହେବ ନା ସେ ଖୁବ୍ ବଡ଼ ଭାଗ୍ୟବାନ। ସତରେ ବାବୁ ସତ କହୁଛି ଅଞ୍ଜଳି, ତୁମ ରୂପ ଯେମିତି ସତରେ ତୁମ ଗୁଣ ସେମିତି। ତୁମେ ଗୋଟିଏ ଲକ୍ଷ୍ମୀ ପ୍ରତିମା ନାରୀ ଯିଏ ତୁମକୁ ଯିଏ ଜନ୍ମ ଦେଇଛନ୍ତି ସେଇ ରତ୍ନ ଗର୍ଭା ମାକୁ ଏଠି ଥାଇ ମୁଁ କୋଟି କୋଟି ନମସ୍କାର କରୁଛି। ଥାଉ ବାବୁ ଥାଉ, ଆଉ ଆଗକୁ ଜମାରୁ ବି କହିବେନି। ଅଞ୍ଜଳି ଏଇ ବାବୁ ଯେତେବେଳେ ମୁଁ ମୋ ପିତା ମାତାଙ୍କ କଥା ଭାବିବି ସତରେ ବାବୁ ଏଇ ହୃଦୟ ମୋର ଫାଟିଯାଏ। ଅଞ୍ଜଳି ଏଇ ବାବୁ ସେଇଦିନର କଥା, ଯେତେବେଳେ ମୁଁ ଛୋଟ ଥିଲି ସେଇ ସମୟରେ ମୁଁ ମୋ ପିତା ମାତାଙ୍କ ସହିତ ଜଙ୍ଗଲକୁ ବୁଲିବାକୁ ଯାଇଥିଲି। ଆଉ ସେଇ ଜଙ୍ଗଲରେ ବୁଲୁ ବୁଲୁ ମୋ ପିତା ମାତାଙ୍କୁ ବାଘ ଖାଇଦେଲା। ଆଉ ସେଇଦିନଠୁ ମୋତେ ମୋ ବୈଦ ପିତା ଛୋଟରେ ବଡ଼ କରିଛନ୍ତି। ଆଉ ସେ ହେଉଛନ୍ତି ମୋ ପାଇଁ ସାକ୍ଷାତ ଦେବତା। ଅଞ୍ଜଳି ବାବୁ ବିତି ଯାଇଥିବା କଥାକୁ ମନେ ପକାଇ ନିଜକୁ ନିଜେ ଦୁର୍ବଳତା ଭାବନ୍ତୁ ନାହିଁ। ଆଜି ଏଠି ମୁଁ ତୁମକୁ ଅନୁରୋଧ କରି କହୁଛି, ତୁମେ ସଦା ସର୍ବଦା ଖୁସିରେ ରହିବା ପାଇଁ ଚେଷ୍ଟା କରିବ। ରହିବି ବାବୁ, ମୁଁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିବି। ସତ କହୁଛ ଅଞ୍ଜଳି? ଆଲୋ ଏ ଅଞ୍ଜଳି, ତୁମ ଅତିଥି ସତ୍କାରରେ ଅଜସ୍ର ଖୁସି ହୋଇ ମୁଁ ତୁମକୁ ଛୋଟ ଉପହାରଟେ ଦେବା ପାଇଁ ଚାହୁଁଛି। ଉପହାର? ପୁଣି ମତେ? ହଁ ଅଞ୍ଜଳି। ଏଇ ବାବୁ ଆପଣ ପୁଣି ମତେ କି ଉପହାର ଦେବାକୁ ଚାହୁଁଛନ୍ତି? କି ଉପହାର? ଏ ଦେଖିପାରୁଛ, ଏ ଛୋଟ ଉପହାରଟି ଦେବା ପାଇଁ ଚାହୁଁଛି। ନାଇଁ ବାବୁ ନାଇଁ, ମୁଁ ତମକୁ କିଛି ଖାଇବାକୁ ଦେଲି ବୋଲି ତମେ ମତେ ଏତେ ଦାମୀ ଉପହାର ଦେବାକୁ ଚାହୁଁଛ? ଅଞ୍ଜଳି ମୁଁ ଜମାରୁ ନେଇପାରିବିନି। ଆରେ ଶୁଣ, ମୁଁ ତୁମକୁ କୌଣସି ଖରାପ ଉଦ୍ଦେଶ୍ୟରେ ଦେବା ପାଇଁ ଚାହୁଁନି, ଗୋଟିଏ ବନ୍ଧୁ ହିସାବରେ ଦେବା ପାଇଁ ଚାହୁଁଛି। ବନ୍ଧୁ ହିସାବରେ? ସତରେ ବାବୁ, ଏଇ ବାବୁ ଆପଣ ଯଦି ବନ୍ଧୁ ହିସାବରେ କିଛି ଦେବାକୁ ଚାହୁଁଛନ୍ତି ଆରେ ମୁଁ କାହିଁକି ମନା କରିବି? ଠିକ ଅଛି ଅଞ୍ଜଳି, ଏଇଟା ହଉଛି ଆମ ପ୍ରଥମ ଦେଖା, ପ୍ରଥମ ଉପହାର। ଜୀବନରେ ଯେମିତି ବି କଷ୍ଟ ଆସୁନା କାହିଁକି ମୁଁ ଦେଇଥିବା ଉପହାରକୁ ତୁମେ ସଦା ସର୍ବଦା ତୁମ ପାଖରେ ରଖିବ। ଠିକ ଅଛି ଅଞ୍ଜଳି, ନିଅ। ପ୍ରେମ ହେଇଯାଏ ରେ, ପ୍ରେମ ହେଇଯାଏ ରେ। ଅଞ୍ଜଳି ଆରେ ଦେଖ, ତୁମ ସହିତ କଥା ହଉ ସମୟଟା କେମିତି ବିତି ଯାଉଛି କିଛି ଜଣା ପଡୁନି। ଆଲୋ ଏ ଅଞ୍ଜଳି, ଆଉ କୋଉଦିନେ କୋଉଠି ମୋ ସହିତ ଦେଖାଇଲେ ତୁମେ କଥା ହବ ତ? ଏଇ ବାବୁ ଯେତେବେଳେ ଆମର ବନ୍ଧା ହେଇଯାଇଛି ମୁଁ ତମ ସହିତ କଥା ହେବିନି କେମିତି? ମୁଁ ଯୋଉଠି ବି ଦେଖା ହେବି ନିଶ୍ଚୟ କଥା ହେବି। ଆଲୋ ଏ ଅଞ୍ଜଳି, ସେଦିନ ଦେଖା ହେଲା ପରେ ମୁଁ ତୁମକୁ କଥାଟେ କହିବି। ହଁ କଥା ଟିକେ କହିବି? ହଁ। କିନ୍ତୁ ବାବୁ ସେ କଥା ମତେ ଆଜି କହିଦିଅ ନା। ନା ଅଞ୍ଜଳି ନା, ଆଜି କହିପାରିବିନି। ତୁମେ ତ ଜାଣିଛ
ମୁଁ ଆସିଛି ମୋ ଭାଇକୁ ଖୋଜିବା ନିମନ୍ତେ ମତେ ଯେମିତି ହେଲେ ବି ଯିବାକୁ ହବ। ଚାଲିଯିବ। ଏଇ ମନ ଦୁଃଖ ହେଲା କି? ହେଲା ବାବା ହେଲା। କୋଉଠି ଦେଖାବା କେବେ ଦେଖାବା? କୋଉଠି ଦେଖା ହବା? ତା ମାନେ ତମେ ମୋ ସହିତ ସତରେ ଦେଖା କରିବ? ସତରେ ଦେଖା କରିବି। କୋଉଠି ଦେଖା ହବା? କୋଉଠି ଦେଖା ହବା? ହଁ, ଆମ ଗାଁରେ ନା ଗୋଟେ ସୁନ୍ଦର ଶିବ ମନ୍ଦିର ଅଛି। ଆଚ୍ଛା ମୁଁ ତମକୁ ନା ସେଇ ଶିବ ମନ୍ଦିରରେ ନିଶ୍ଚୟ ଅପେକ୍ଷା କରିବି। ସତ କହୁଛ ନା? ହେଲେ ବାବୁ ତମେ ଆସିବନି? ଏ ଅଞ୍ଜଳି ମୁଁ ଯଥା ଶୀଘ୍ର ଆସିବା ପାଇଁ ଚେଷ୍ଟା କରିବି। ଆଉ ଯୋଉ କଥା କହିବା ପାଇଁ ଚାହିଁଛି ନା ସେ କଥା ମଧ୍ୟ କହିବି। ଠିକ ଅଛି ବାବୁ, ମୁଁ ତମକୁ ଆଜି କଥା ଦଉଛି ଯେମିତି ହେଲେ ବି ମୁଁ ସେଇ ଶିବ ମନ୍ଦିରରେ ନିଶ୍ଚୟ ଅପେକ୍ଷା କରିବି। ଅଞ୍ଜଳି ମୁଁ ଯଥା ଶୀଘ୍ର ଆସିବା ପାଇଁ ଚେଷ୍ଟା କରୁଛି। ଠିକ ଅଛି। ତାହେଲେ ମୁଁ ଆସୁଛି। ଠିକ ଅଛି। ସତରେ ମ ସେ ବାବୁ ନା କେତେ ଭଲ, ବହୁତ ଭଲ ଲୋ। ଆମେ ତାଙ୍କୁ କିଛି ଖାଇବାକୁ ଦେଲି ବୋଲି ସେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି। ହାଲୋ। ଏ, ହାଲୋ। ସତ କଥାରେ କହିବି ସାଙ୍ଗ, କଣ ଲୋ? ସତ କହିବା ପରେ ଜୀବନରେ ପ୍ରଥମ ଥର ପାଇଁ କିଏ ଜଣେ ମତେ ଏତେ ସୁନ୍ଦର ଉପହାର ଦେଇଛନ୍ତି। ହାଲୋ। ଆଉ ଏ ଉପହାରକୁ ମୁଁ ମୋଠୁ କେହି ମଧ୍ୟ ଅଲଗା କରିବିନି। ଠିକ ଅଛି ଲୋ। ରେ ସାକ୍ଷୀ, ହଁ ଆମେ ଏବେ ନା ଶୀଘ୍ର ଘରକୁ ଯିବା। ତାହେଲେ ଯିବା ଲୋ। ଯିବା। ହଁ।